ନରବଳି ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକରୁ ଆସିଛି ନରବଳିର ସାଂଘାତିକ କାହାଣୀ। ଏଥର ଅପରାଧ ପୃଷ୍ଠାରେ ଯୋଡ଼ି ହୋଇଛି ଆଉ ଏକ ନାରକୀୟ ଏବଂ ବିଭତ୍ସ କାଣ୍ଡ। ତେବେ ନରବଳିର କାରଣ କ'ଣ ଆଜିର ଏହି ରିପୋର୍ଟରେ ମୁଁ ଆପଣଙ୍କୁ କହିବି। ଆଉ କାରଣ ଜାଣିଲେ ଆପଣ ବି ତାଜ୍ଜୁବ ହୋଇଯିବେ। ଅଭିଯୁକ୍ତ ଜଣକ ନରବଳି ଦେବା ପରେ ଘର ଭିତରେ ହିଁ ପୋତି ଦେଇଥିଲା ମୃତକଙ୍କ ମୁଣ୍ଡ ଆଉ ପୂଜାର୍ଚ୍ଚନା ବି କରିଥିଲା। ତେବେ କାହିଁକି ଏତେ ବଡ଼ କାଣ୍ଡ ଭିଆଇଲା ଅଭିଯୁକ୍ତ ଏବଂ ବଲାଙ୍ଗୀରରେ ନରବଳି ପଛର ବାସ୍ତବତା କ'ଣ ଆସନ୍ତୁ ଜାଣିବା। ନମସ୍କାର, ନ୍ୟୁଜ ରୁମକୁ ସ୍ୱାଗତ କରୁଛି ମୁଁ ଅଭିନ୍ନ ଆଶୁତୋଷ। ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ବୁଗୁଡା ଗାଁରୁ ଆସିଛି ନରବଳିର ସାଂଘାତିକ ଅଭିଯୋଗ। ଅଭିଯୋଗ ଅନୁସାରେ ସେହି ଗାଁର ଶତ୍ରୁଘ୍ନ ସାହୁ ନାମକ ଜଣେ ବ୍ୟକ୍ତି ସନ୍ତୋଷ ଖର୍ସେଲଙ୍କୁ ହତ୍ୟା କରିଛନ୍ତି। ଆଉ ହତ୍ୟା ପଛରେ ରହିଛି ନରବଳି। ମାନସିକ ପୂଜାର୍ଚ୍ଚନା ଅନ୍ଧବିଶ୍ୱାସର ମଧୁଚନ୍ଦ୍ରିକା ଭିତରେ ଅଭିଯୁକ୍ତ ଶତ୍ରୁଘ୍ନ ଏମିତି ଛନ୍ଦି ହୋଇଥିଲା ଯେ ସେ ମଣିଷର ବଳି ଦେବା ପାଇଁ ପଛଘୁଞ୍ଚା ଦେଲା ନାହିଁ। ତେବେ ଦର୍ଶକ ବନ୍ଧୁ, এই ପୁରା ଘଟଣା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ବଲାଙ୍ଗୀର ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ ଏକ ପୋଖରୀରୁ ମୁଣ୍ଡ ବିହୀନ ଜଣେ ବ୍ୟକ୍ତିଙ୍କ ଶବ ଭାସୁଥିବା ଲୋକେ ଦେଖିବାକୁ ପାଇଥିଲେ। ଜଣା ପଡ଼ିଲା ସମ୍ପୃକ୍ତ ବ୍ୟକ୍ତି ଜଣକ ହେଉଛନ୍ତି ସେହି ବୁଗୁଡା ଗାଁର ସନ୍ତୋଷ ଖର୍ସେଲ, ଯିଏ ଗତ 18 ତାରିଖରୁ ନିଖୋଜ ଥିବା ନେଇ ଦେଓଗାଁ ଥାନାରେ ମାମଲା ବି ରୁଜୁ ହୋଇଥିଲା। ଆଉ ଯେତେବେଳେ ଏହି ହତ୍ୟାକାଣ୍ଡର ତଦନ୍ତ ଆରମ୍ଭ କଲା ପୁଲିସ, ତଦନ୍ତ ପରେ ପରେ ହିଁ ଜଣା ପଡ଼ିଲା ଯେ ଅଭିଯୁକ୍ତ କିଏ। ଏହି ପୁରା ଘଟଣାରେ ମୁଖ୍ୟ ଅଭିଯୁକ୍ତ ହେଉଛି ସେହି ଗାଁର ଶତ୍ରୁଘ୍ନ ସାହୁ। ତେବେ ଶତ୍ରୁଘ୍ନ ଏବଂ ସନ୍ତୋଷଙ୍କ ଭିତରେ କୌଣସି ପରିଚୟ ପୂର୍ବରୁ ନଥିଲା। ସନ୍ତୋଷ ଖର୍ସେଲ ସେହି ଆଖପାଖ ଗାଁରେ ବିଭିନ୍ନ ଲୋକଙ୍କ ଠାରୁ ଭିକ ମାଗି ନିଜର ଗୁଜୁରାଣ ମେଣ୍ଟାଉଥିଲା। ଆଉ ସେପଟେ ଅନ୍ଧବିଶ୍ୱାସର ମଧୁଚନ୍ଦ୍ରିକା ଭିତରେ ଛନ୍ଦି ହୋଇଥିବା ଶତ୍ରୁଘ୍ନ କାହାକୁ ବଳି ଦେବ ସେ ନେଇ ଏକ ବ୍ୟକ୍ତିଙ୍କୁ ଖୋଜାଖୋଜି କରୁଥିଲା। ଠିକ୍ ଏତିକି ବେଳେ ଶତ୍ରୁଘ୍ନର ନଜରକୁ ଆସିଥିଲା ସନ୍ତୋଷ ଖର୍ସେଲ, ଯିଏ ସେହି ଗାଁରେ ବିଭିନ୍ନ ଲୋକଙ୍କ ଠାରୁ ଭିକ ମାଗି ଚଳୁଥିଲେ। ଆଉ ଟାର୍ଗେଟ ଫିକ୍ସ ହେବା ପରେ ପୁରା ହତ୍ୟାକାଣ୍ଡକୁ ଭିଆଇଥିଲା ଶତ୍ରୁଘ୍ନ। ତେବେ ଏହି ନରବଳି ପଛର କାରଣ ଜାଣିଲେ ଆପଣ ବି ତାଜ୍ଜୁବ ହୋଇଯିବେ। ଏହି ନରବଳି ପଛରେ ଏମିତି ଏକ ଅନ୍ଧବିଶ୍ୱାସ ରହିଛି ଯାହା ଆଜି ଆମ ସଭ୍ୟ ସମାଜକୁ ଚିନ୍ତିତ କରିଦେବ। ଅଭିଯୁକ୍ତ ଶତ୍ରୁଘ୍ନ ସାହୁର ସ୍ତ୍ରୀ ତାକୁ ଛାଡ଼ି ତାଙ୍କ ବାପ ଘରକୁ ଚାଲି ଯାଇଥିଲେ। ଆଉ ସ୍ତ୍ରୀକୁ ଫେରେଇ ଆଣିବାକୁ ହେଲେ ନରବଳି ଦେବାକୁ ପଡ଼ିବ, ଏଭଳି ଏକ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇଥିଲା ଶତ୍ରୁଘ୍ନ। ତେବେ ତାକୁ କିଏ ଏହି ଅନ୍ଧବିଶ୍ୱାସ ଜନିତ ପରାମର୍ଶ ଦେଇଥିଲା, ତାକୁ କିଏ ନରବଳି ପାଇଁ ଉସ୍କାଇଥିଲା, ସେ ଦିଗରେ ମଧ୍ୟ ପୁଲିସ ତଦନ୍ତ କରୁଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ କେବଳ ଏକାକୀ ସମ୍ପୃକ୍ତ ଥିବା ଶତ୍ରୁଘ୍ନ ହିଁ ଜାଣିବାକୁ ପାଇଛି ବଲାଙ୍ଗୀର ପୁଲିସ। ଏନେଇ ସୂଚନା ଦେଇଛନ୍ତି ବଲାଙ୍ଗୀର ଏସପି ଅଭିଳାଷ ଜି। देगांव पुलिस स्टेशन अंडर 18th इवनिंग को गोटे मैन मिसिंग हिसाब से रिपोर्ट आसला। गोटे संतोष कार्सेल एमती गोटे लोक अच्छी टेपरमुंडा गाँव लोग से मिसिंग है करके तारा गाँव लोग कंप्लेंट दे हमको हमें भी से जगह खोजा खोजी कलो किंतु से फोन यूज करना एंड आमको 20th मॉर्निंग आवर्स रे जो बागड़ा करके गोटे गाँव पाखे पोखरी रे गोटे बॉडी फ्लोटिंग हिसाब से आम पाइछु। आमर संगे संगे साइंटिफिक टीम डॉग स्क्वाड से जगह को पहुँची कि प्रिलिमिनरी इन्वेस्टिगेशन आरंभ कला टाइम रे हमें जाना पड़ा तार हेड ना थिला। से केस आम मर्डर केस 103 BNS रे रजिस्ट्रेशन करके इन्वेस्टिगेशन आरंभ कलु। से देगांव मर्डर केस एबे डिटेक्ट हो गला। तार प्राइम अक्यूज्ड गोटे अक्यूज्ड अच्छी तांको शत्रुघ्न साहू से एबे अरेस्ट है कि कोर्ट फॉरवर्ड है। तेबे घटनाक्रम थिला किछि एभଳି। शत्रुघ्न संतोष सर्केल को देखा होइतिला। संतोष सेही बुगुडा गाँव रे विभिन्न स्थान रे भिक मागी निजर गुजराण मेंटाउथबारु शत्रुघ्न खर्सेल को टार्गेट करबा सहज हो जाइतिला। उभय संतोष खर्सेल एवं अभियुक्त शत्रुघ्न साहू से दिन गाँ मशाणी रे बसी बेस किछि समय कथा होइतिले।
ଏହା ପରେ ମୃତକ ଏବଂ ଅଭିଯୁକ୍ତ ଉଭୟ ଅଭିଯୁକ୍ତ ଶତ୍ରୁଘ୍ନ ସାହୁର ଘରକୁ ଯାଇଥିଲେ। ସେଠାରେ ରୋଷେଇ କରିଥିଲେ ଏବଂ ଖାଇଥିଲେ ଆଉ ରାତିରେ ଶୋଇ ଯାଇଥିଲେ। ଆଉ ଶୋଇ ପଡ଼ିବା ପରେ ଏହି ନାରକୀୟ କାଣ୍ଡ ଭିଆଇଥିଲା ଅଭିଯୁକ୍ତ। ଏକ ଧାରୁଆ ଛୁରୀରେ ମୃତକ ସନ୍ତୋଷ ଖର୍ସେଲଙ୍କ ମୁଣ୍ଡକୁ କାଟିଥିଲା। ଘରେ ପୂଜା ପାଠ ବି କରିଥିଲା। ଆଉ ଏହା ପରେ ମୃତକଙ୍କ ମୁଣ୍ଡକୁ ସେଇ ପୂଜା ଘରେ ହିଁ କବର ଦେଇଥିଲା ବା ପୋତି ଦେଇଥିଲା ଅଭିଯୁକ୍ତ। ଆଉ କାହାକୁ ଏ ଦିଗରେ କୌଣସି ସୁରାକ ନ ମିଳୁ ବା ହତ୍ୟାକାଣ୍ଡ ସମ୍ପର୍କରେ କେହି ଯେମିତି ନ ଜାଣନ୍ତି ସେଥିପାଇଁ ମୃତକଙ୍କ ଡେଡ୍ ବଡିକୁ ନେଇ ସେ ନିକଟରେ ଥିବା ଏକ ପୋଖରୀରେ ଫିଙ୍ଗି ଦେଇଥିଲା। ପୁଲିସ ତଦନ୍ତ ସମୟରେ ଘର ଭିତରୁ ବେଲପତ୍ର, ସିନ୍ଦୁର, ଫୁଲ, ତ୍ରିଶୂଳ ଏମିତିକି ଯେଉଁ ପଥର ଉପରେ ରଖି ଅଭିଯୁକ୍ତ ଶତ୍ରୁଘ୍ନ ସାହୁ ସନ୍ତୋଷ ଖର୍ସେଲକୁ ବଳି ଦେଇଥିଲା ସେହି ପଥର ବି ଜବତ କରିଛି। ଆଉ ସେହି ଘର ଭିତରୁ ହିଁ ମାଟି ତଳୁ ମୃତକଙ୍କ ମୁଣ୍ଡ ବି ଜବତ କରିଛି ପୁଲିସ। ଏହି ପୁରା ଘଟଣା ଦର୍ଶାଉଛି ଯେ ଆଜି ମଧ୍ୟ କେମିତି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇପାରନ୍ତି ସାଧାରଣ ଲୋକେ। ଏଠାରେ ମୃତକ ଏବଂ ଅଭିଯୁକ୍ତ ଉଭୟ କମ୍ ପାଠଶାଠ ପଢୁଆ ଥିଲେ। ସାମାଜିକ ଚେତନା ବିଷୟରେ ଉଭୟଙ୍କର ଧାରଣା ନଥିଲା। ଉଭୟ ଅତି ସହଜରେ ଗୁଣି ଗାରେଳି, ବଳି ପ୍ରଥା ଭଳି ଅନ୍ଧବିଶ୍ୱାସକୁ ଆପଣେଇ ନେବାର ଯଥେଷ୍ଟ ସମ୍ଭାବନା ଥିଲା। ପାଠଶାଠ କମ୍ ପଡ଼ିଥିବା କାରଣରୁ ଅଭିଯୁକ୍ତ ଜଣକ ଭିତରେ ମଧ୍ୟ ଏଭଳି ଧାରଣା ତିଆରି ହୋଇଥିଲା ଯେ ସେ ଯଦି ନରବଳି ଦେଉଛି ଏହା ପରେ ଦେବୀ ମା ଖୁସି ହୋଇଯିବେ ଏବଂ ତାଙ୍କ ସ୍ତ୍ରୀ ତାଙ୍କ ପାଖକୁ ସବୁଦିନ ପାଇଁ ଫେରି ଆସିବ। କିନ୍ତୁ ସ୍ତ୍ରୀକୁ ଫେରାଇ ଆଣିବା ପାଇଁ ଜଣେ ବ୍ୟକ୍ତି ଯେ ନରବଳିର ଏକ ସାଂଘାତିକ ଷଡ଼ଯନ୍ତ୍ର କରିପାରେ ଏବଂ ନରବଳି ଦେଇପାରେ ଏକଥା ଭାବିଲା ବେଳକୁ ମଧ୍ୟ ଲୋମ ଟାଙ୍କୁରି ଉଠୁଛି। ଦର୍ଶକ ବନ୍ଧୁ, ଏହି ପୁରା ଘଟଣାରେ ସାଇଣ୍ଟିଫିକ ଟିମ୍ ସହ ବଲାଙ୍ଗୀର ପୁଲିସ ତଦନ୍ତ ଜାରି ରଖିଛି। ଘଟଣାକୁ ମନିଟର କରୁଛନ୍ତି ନିଜେ ବଲାଙ୍ଗୀର एसपी। आमे जो जगह से पूजा करथिला सर ब्रास स्टैच्यूज ऑफ जो डेटी तंकर जो पोर्ट्रेट्स जो फोटोज थिला ताटो भी हमें ब्लड बाहरी छी से तार मोटिव एमती थिला किछि वर्ष तले तार वाइफ तांको छाड़ी की पलेला तार मैटरनल घर को से रहउची पाटनागढ़ रे से एमती बाउथिला बहुत आगे रुई जदि मु सैक्रिफाइशियल एमती करिवे से तार वाइफ निजे तांको पाखरे आसीबे तार अछि तार माइंडसेट से अनुबार से कई बार अनुसार तार मोटिव सेमती थिला जोडे अपरिचित लोक को डाकी कि बोली देबा कि सुन से केस रे हम और गोटे जिनस हमको जाना पड़छ जो विक्टिम अछि जो विक्टिम भी एते वेल साउंड लोक नहीं तार भी टिके मेंटल इश्यूज थिला तार घर फैमिली मेंबर्स कई बार अनुसार सो सेति पई तार इजी टारगेट बनेला। तेबे साधारणतः नरबळीर एक कुत्सित प्रथा अनेक वर्ष तले ओडिशार गाँ गहली रे देखिबाकू मिलुथिला। समय बदलिबा सहित एभली धारणा धीरे धीरे लोकंक मध्यरु दूर होईछि सत, किंतु आज भी अंधविश्वास एवं नरबळीर नरराक्षस प्रथा किछि लोकंकु कबलित करुछि, जहार एक परिणाम बलांगीर जिल्ला रे देखिबाकू मिलिछि। एणु एभली नरबली को रोकिबाकू हेले ए दिगरे सचेतनतार आवश्यकता रहिछि। विभिन्न समय पुलिस प्रशासन सामाजिक संगठन लोकंकु सचेतन करुचंती, किंतु नरबली रे ब्रेक लागु नाही, रोक लागु नाही। एणु ए दिगरे आम गाँ गहलीर लोक केमिति सचेतन हेबे से दायित्व आम भली साधारण जनतांकर। लोकंकु विभिन्न समय बुझेबाकू पड़िबो जे नरबळीर वास्तवता किछि नाही, नरबळी जोगु कोनोसी मानसिक पूरण हुए नाही, तेबे जाई लोकंक भितरे सचेतनता वृद्धि पाइबो। तेबे दर्शक बंधु, एई नरबळी पछरे वर्तमान मध्य गोटे अस्वाभाविक प्रश्न जे मृतक एवं अभियुक्त जदि उभयंकु जानि नथिले तेबे सेमाने एकाठी हेले केमिति? बाहरे भिक मागी गुजराण मेंटाउतबा जणे लोकंक पाखरे केमिति पहुंचिला अभियुक्त एवं क्यों व्यक्ति जनक अभियुक्त को एभली ढंगरे उसुकाइथिले जे नरबळी देबा परे तार स्त्री ता पाखकु फेरी आसीबो, से व्यक्ति किए, क्योंठु ए अंधविश्वासर धारणा पाइथिला अभियुक्त शत्रुघ्न साहू, से दिगरे मध्य तदंत हेबार आवश्यकता रहिछि।
पुलिस तदंत जारी रखी। आग को जदि किसी अपडेट आसे आपण सामने से संपर्कित अपडेट भी आम रखू। तेबे ए खबर उपरे नजर रखंतु। यूट्यूब और फेसबुक रे आम चैनल को सब्सक्राइब करंतु, वीडियो को लाइक और शेयर करंतु। कमेंट बॉक्स रे आपणकर मतामत लिखंतु जे केमिति नरबली उपरे रोक लागि परिबो, केउ स्तर रे सचेतनतार अभाव रहुची, गाँ गहली लोकंकु केमिति सचेतन करा जिवो। रहुची, नमस्कार।